ସମସ୍ତ ଭକ୍ତମାନଙ୍କୁ ମୋର ପ୍ରଣାମ। ଆଧ୍ୟାତ୍ମିକ ବାର୍ତ୍ତାଳାପକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଏଠାରେ ଗୋଟେ ବାର୍ତ୍ତାଳାପରେ ଗୋଟେ ବିଷୟ କହିବାକୁ ଚାହୁଁଛି। ଆପଣ ଦୟାକରି ଶୁଣନ୍ତୁ, ଭଲ ଭାବେ ଶୁଣନ୍ତୁ। ମୁଁ ମୋର ଆଧ୍ୟାତ୍ମିକ ବାର୍ତ୍ତାଳାପକୁ ଗୋଟିଏ ଭିଡ଼ିଓ କରି ନୂଆରେ ଆରମ୍ଭ କରିଥିବାରୁ ଭୁଲ ଭଟିକା ରହିବା ସ୍ୱାଭାବିକ। ସେଥିପାଇଁ ଯଦି କୌଣସି ପ୍ରକାର ଭୁଲ ଭଟକା ରହିଯାଏ ତାହେଲେ ମୋତେ ହୃଦୟର ସହିତ କ୍ଷମା କରିବେ। ପ୍ରକୃତରେ ଦେଖନ୍ତୁ, এই ଜନସମାଜ ଭିତରେ କିଛି ଲୋକ ଦୁଃଖରେ ଅଛନ୍ତି, କିଛି ଲୋକ ସୁଖରେ ଅଛନ୍ତି। ଦୁଃଖରେ ଯିଏ ରହୁଛି, ତା ଜୀବନ ଯେତେବେଳେ ଦୁଃଖରେ ଅତିବାହିତ କରୁଛି, ସେ କିଛି ଲୋକ ସେତିକି ଭିତରୁ ଭଗବାନଙ୍କୁ ଦୋଷ ଦିଅନ୍ତି, ଭଗବାନଙ୍କୁ ଗାଳି ବି ଦିଅନ୍ତି। କିନ୍ତୁ ପ୍ରକୃତରେ ଅଜ୍ଞାନତାର ସହିତ ସେମାନେ ଭଗବାନଙ୍କୁ ଦୋଷ ଦିଅନ୍ତି। ଭଗବାନ କୌଣସି କାହାକୁ ଦୁଃଖ ଦିଅନ୍ତି ନାହିଁ। ସେଟାକୁ ଗୋଟିଏ ଉଦାହରଣ ମାଧ୍ୟମରେ ଆପଣଙ୍କୁ ବୁଝେଇ ଦେଉଛି, ଭଲ ଭାବେ ଶୁଣନ୍ତୁ। ଉଦାହରଣଟାରେ ଆପଣ ଭଲ ଭାବରେ ବୁଝିପାରିବେ। ଗୋଟେ ପରିବାରରେ ମନେକର 3-4ଟା ଛୁଆ ଅଛନ୍ତି, 3, 4, 5, 6, 4 ଛୁଆ ଅଛନ୍ତି। ସେଇ ଯେଉଁ ବାପା ମା ରହିଲେ, ସେଇ ବାପା ମା ସମସ୍ତ ଛୁଆମାନଙ୍କୁ ସମଦୃଷ୍ଟିରେ ଦେଖିବେ। ଯେମିତି ଭଗବାନ ତାଙ୍କ ସୃଷ୍ଟିର ସବୁ ପ୍ରଜାମାନଙ୍କୁ ଏକ ଚକ୍ଷୁରେ ହିଁ ଦେଖୁଛନ୍ତି, କୌଣସି ତାଳମେଳ, କୌଣସି ପ୍ରକାର ତଳ ଉପର ନାହିଁ। ସେଥିପାଇଁ ପିତାମାତା ଯେପରି ତାଙ୍କର ସନ୍ତାନମାନଙ୍କୁ ସମଦୃଷ୍ଟିରେ ଦେଖୁଛନ୍ତି, ଭଗବାନ ବି ସମଦୃଷ୍ଟିରେ ସମସ୍ତଙ୍କୁ ଦେଖୁଛନ୍ତି। କିନ୍ତୁ ଯେତେବେଳେ ସେହି 3-4ଟା ପିଲା ଭିତରୁ କୌଣସି ଗୋଟିଏ ସନ୍ତାନଙ୍କୁ ଯଦି କିଛି ଗୋଟେ ଆଘାତ ହୋଇଯାଏ, କିଛି ଗୋଟେ ଆକ୍ସିଡେଣ୍ଟ ହୋଇଯାଏ, କିଛି ଗୋଟେ ଅଙ୍ଗ ଭଙ୍ଗ ହୋଇଯାଏ, ସେହି ସମୟରେ ସେ ଅଧିକ ଦୁଃଖ ପାଏ, ଅଧିକ କଷ୍ଟ ପାଏ। ସେତେବେଳେ ତା'ର ପିତାମାତା କ'ଣ କରନ୍ତି? ସେହି ପିଲାକୁ ଅଧିକ ଦୃଷ୍ଟି ଦିଅନ୍ତି। ତା ପୂର୍ବରୁ ଯେତେ ସବୁ ପିଲା ଥିଲେ ତାଙ୍କର ସମସ୍ତଙ୍କ ସହିତ ସମାନ ଦୃଷ୍ଟିରେ ଦେଖୁଥିଲେ। କିନ୍ତୁ ଯେତେବେଳେ ସେ ଆଘାତ ପାଇଗଲା, କଷ୍ଟ ପାଇଗଲା, ହାତ କିମ୍ବା ଗୋଡ଼ ଭାଙ୍ଗିଗଲା କିମ୍ବା ଜ୍ୱର ହେଲା, ଯେକୌଣସି ଦୁଃଖ ଆସିଲା ଗୋଟିଏ ପିଲାକୁ, ସେହି ପିଲାଟିକୁ ବାପା ମା ଅଧିକ ଦୃଷ୍ଟି ଦିଅନ୍ତି ଅନ୍ୟ ପିଲାମାନଙ୍କ ଠାରୁ। କାହିଁକି? ତା'ର ସେବା ଶୁଶ୍ରୂଷା ମଧ୍ୟ କରନ୍ତି ଅଧିକ। ତା'ର ପ୍ରତ୍ୟେକ କାମରେ ତାକୁ ସାହାଯ୍ୟ କରୁଛି, ଯେହେତୁ ସେ ଅସୁବିଧାରେ ପଡ଼ିଛି। ଠିକ୍ ସେହିଭଳି ଭଗବାନ ମଧ୍ୟ ତାଙ୍କ ସୃଷ୍ଟିରେ ପ୍ରଜାମାନଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। କିନ୍ତୁ ଯେତେବେଳେ ଗୋଟିଏ ଲୋକ କିମ୍ବା ଗୋଟିଏ ପରିବାର ବହୁତ ଦୁଃଖରେ ଭାଙ୍ଗି ପଡ଼ନ୍ତି, ଭଗବାନ ସେପଟେ ତା ପାଖକୁ ସମୀପ ଆସି ତାକୁ ଅଧିକା ଦୃଷ୍ଟି ଦିଅନ୍ତି। ଆମେ କିନ୍ତୁ ସେଇଟା ବୁଝିପାରୁନାହୁଁ ଯେ ଭଗବାନ ଆମକୁ ଏହି ସମୟରେ ଚୁପ୍ ରହି କାହିଁକି ଦେଖୁନାହାନ୍ତି। ଭଗବାନ ଅଧିକ ଦୃଷ୍ଟି ଦିଅନ୍ତି, ଯେହେତୁ ଆମ ପ୍ରାରବ୍ଧରେ ସେହି କଷ୍ଟଟା ଅଛି, ସେଥିପାଇଁ ଆମକୁ ତ ଭୋଗ କରିବାକୁ ପଡ଼ିବ। ସେଥିପାଇଁ ଭଗବାନଙ୍କୁ ଆମେ ଦୋଷ ଦେବାଟା କଦାପି ଠିକ୍ ନୁହେଁ। ଯେତେ ସବୁ ଶାସ୍ତ୍ର ଅଛି, ଏଇ ଗୋଟିଏ ହିଁ ସିଦ୍ଧାନ୍ତ କହୁଛି, ଭଗବାନ କାହାକୁ ଦୁଃଖ ଦିଅନ୍ତି ନାହିଁ, ସୁଖ ଦିଅନ୍ତି ନାହିଁ, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। କିନ୍ତୁ ଯେତେବେଳେ ଦୁଃଖ ପଡ଼େ, ସେ ଅଧିକ ପାଖକୁ ଆସିକି ଦେଖନ୍ତି, ସାହାଯ୍ୟ କରନ୍ତି। ଆମେ ସେଇଟା ଆମର ଏଇ ସ୍ୱଳ୍ପ ଜ୍ଞାନରେ ବା ଆମ ଲୌକିକ ଜ୍ଞାନରେ ଆମେ ତାହା ବୁଝିପାରୁନାହୁଁ। ଯେତେବେଳେ ଗୋଟେ ପିଲାଟେ ଖେଳୁଥିବ, ଛୋଟ ପିଲାଟେ ଖେଳୁଥିବ, ବାହାରେ ପଡ଼ିଯିବ, ପଡ଼ିଗଲା ପରେ କାନ୍ଦିଲା ପରେ ତା'ର ବାପା କିମ୍ବା ମା ଯାଇକି ଯେତେବେଳେ ତାକୁ କୋଳେଇକି ଆଣିଦେବ, ସେତେବେଳେ ସେ ପିଲାଟି ସେଇ ବାପା କିମ୍ବା ମା ଯିଏ କୋଳେଇକି ଆଣିଥିବ ତାକୁ ପିଟିବ। ସେ ବୁଝିପାରିବନି, ଅଜ୍ଞାନତା। କିନ୍ତୁ ସେ ଅଜ୍ଞାନତା ବାପା ଓ ମା ତା'ର କେବେ ହେଲେ ହିତାକାଂକ୍ଷୀ। ସେ ପିଲାଟିକୁ ପଡ଼ିଯିବାରୁ ଉଠେଇକି ଆଣି କୋଳରେ ଧରିଛନ୍ତି। କିନ୍ତୁ ସେ ପିଲା ଅଜାଣତରେ ତାକୁ ବାଡ଼ଉଛି, ତା ପିଠିକି ବାପାର କିମ୍ବା ମାର ବାଡ଼ଉଛି, ମୋତେ କାହିଁକି ପଡ଼ିଲା ବେଳକୁ ଧରିଲୁ। ପଡ଼ିବା ଉଠିବା ତାଙ୍କ ହାତରେ ନଥାଏ, ପ୍ରାରବ୍ଧରୁ ସେ ପଡ଼ିଛି। କିନ୍ତୁ ତାଙ୍କୁ ଯେତେବେଳେ ପଡ଼ିଗଲା, ଦୁଃଖ ଆସିଲା, ସେ ଉଠେଇକି ତାକୁ ସାହାଯ୍ୟ କରିବାକୁ ଆସୁଛନ୍ତି, କିନ୍ତୁ ନ ଜାଣୁ ତାଙ୍କୁ ବାଡ଼ୁଛି। ସେଇଭଳି ଭଗବାନଙ୍କୁ ଆମେ ଅଜ୍ଞାନତାର ସହିତ ଗାଳି କରିଦେଉଛେ, ଅଭିମାନ କରୁଛେ। କିନ୍ତୁ ସେଇଟା କଦାପି ସତ୍ୟ ନୁହେଁ। ଭଗବାନ ଆମର ଖୁବ୍ ସମୀପରେ ଅଛନ୍ତି। ଆମକୁ ଯେତେବେଳେ ଦୁଃଖ ଆସନ୍ତି, ସେ ଅତି ପୁରା ନିକଟତର ହୋଇଯାଆନ୍ତି। ଏଇଟା ମୁଁ ଭାବୁଛି ଆପଣ ବୁଝିପାରୁଥିବେ। ଧନ୍ୟବାଦ, ରହିଲି।